ଅନ୍ୟ ଗାଁରେ ମିଳୁନାହିଁ। କିନ୍ତୁ ତୁମର ଜଙ୍ଗଲ ଭିତରେ ହେଲେ ମଧ୍ୟ ସେ ଛୋଟ ଛୋଟ ଛୁଆମାନଙ୍କୁ କାହାର ଦ୍ୱାରା ସେଟା ହେଉଛି ଆମର ଶିକ୍ଷକ ସେମାନଙ୍କୁ ବଡ଼ ଲୋକ ଆଇଲେ ସମ୍ମାନ ଦେବ, ବଡ଼ ଲୋକ ଆଇଲେ ମୁଣ୍ଡିଆ ମାରିବ, କେମିତି ମୁଣ୍ଡିଆ ମାରିବ ସେଟା ଆମର ଶିକ୍ଷକ ହିଁ ଶିଖାଇଛନ୍ତି ବୋଲି ଆଜି ଏ ଜାଗାରେ ସେ ଛୋଟ ଛୋଟ ଛୁଆମାନେ ତା ମା ବାବା ମଧ୍ୟ କହିନଥିବେ ବଡ଼ ଲୋକ ଆଇଲେ ମୁଣ୍ଡିଆ ମାରିବ ସମ୍ମାନ ଦେବ ବୋଲି। କିନ୍ତୁ ମୁଁ ସ୍କୁଲରେ ଆଇଲେ ମଧ୍ୟ ସବୁ ବସିଥିଲେ ମୋତେ ତାଙ୍କର କ୍ଲାସ୍ ଛାଡ଼ିକରି ମୋତେ ଉଠିକରି ନମସ୍କାର ଆଜ୍ଞା ବୋଲୁଛନ୍ତି। ସେଥିପାଇଁ ମୁଇଁ ବହୁତ ଖୁସି। ମୁଇଁ କିଛି କାମ ନଥିଲେ ମଧ୍ୟ ସିଲ୍ଦି ପଦର ହଉ କି କାଣ୍ଟାସର ହଉ ମଝିରେ ମଝିରେ ଗାଁରେ ବୁଲୁଛି, ସମ୍ମାନ ଟିକେ ମିଳୁ। ଆମେ ମଣିଷ ଜନ୍ମ ଆସିଛୁ, ଆଜି ନହେଲେ କାଲି ଚାଲିଯିବୁ। କିନ୍ତୁ ଶିକ୍ଷକ ଜଣେ ଅଛନ୍ତି, ସେ ଶିକ୍ଷକ ସହିତ ଯଦି ଆମେ ଶିଖିବା, ଆମର ଶିକ୍ଷକ ମାନେ ତାର ମା ବାପାକୁ ସେମାନେ ଗାର୍ଡ଼ କରି କରି ଆଜି ପାଠ ପଢ଼ାଇଛନ୍ତି ବୋଲିକରି ଆଜି ସେମାନେ ଆମକୁ ସମ୍ମାନ ଦେଉଛନ୍ତି। ଜିଲ୍ଲା ପରିଷଦ ଆଜ୍ଞା ଆମର ସମାଜସେବୀ ଆଜ୍ଞା ଆଇଲା, ଆମର ମଙ୍ଗଲା ବାବୁ ଆଇଲା, ତାଙ୍କମାନଙ୍କୁ ମୁଁ ଦେଖିଲି। ଆମର ପୂର୍ବତନ ସରପଞ୍ଚ ମଧ୍ୟ ହେଲା, ତାଙ୍କମାନଙ୍କୁ ମାଆ ମାନେ କୁଣ୍ଡାଇ କୁଣ୍ଡାଇ କରି ଧରୁଥିଲେ। ଏ ଜିନିଷ ଆମର ପରମ୍ପରା ହେଉଛି ପ୍ରକୃତ ଭଲ ପାଇବାଟା, ପ୍ରକୃତ ଲୋକର ଆତ୍ମାକୁ ନିଜ ଆତ୍ମା କରିବାଟା ହିଁ ବଡ଼ ଜିନିଷ। ଏ ରାତିରେ ଆମେ ଡାକବାଟା କିଛି ବଡ଼ କଥା ନାହିଁ, କିନ୍ତୁ ମାନ ସମ୍ମାନ ହେବାଟା ବହୁତ ବଡ଼ ଜିନିଷ। ଆମକୁ ମିଲବାଟା ବଡ଼ କଷ୍ଟ। ଟଙ୍କା ଦେଲେ ମଧ୍ୟ ଆମକୁ ନମସ୍କାର କରିବା ଲୋକ ନାହିଁ। ଆଜି ଡାବୁ ଦେଲେ ମଧ୍ୟ ଆମକୁ ନମସ୍କାର କରିବା ଲୋକ ନାହିଁ। କିନ୍ତୁ ତୁମର ଜାଗାରେ ଆଇଲେ ବିନା ପଇସାରେ ଆମକୁ ସମ୍ମାନ ମିଳୁଛି। ଆମେ ଚାଲିଲା ପାଦକୁ ଆମର ଛୁଆମାନେ ଆସି ପାଦ ଧରୁଛନ୍ତି। ଏମିତି ଆଗାମୀ ଚାଲ। ଆହୁରି ଗୋଟେ କଥା, ଯେତିକି ବେଣ୍ଡିଆ ପିଲାମାନେ ଅଛନ୍ତି ସେମାନଙ୍କୁ ଟିକେ ମୁଁ ଟିକେ କହିବି ଖରାପ ଭାବନ୍ତୁ ନାହିଁ। ଆମେ ହେଉଛି ମୂଳ କାରଣ ହେଉଛି ଆମେ ମଦ ନିଶା ଦ୍ରବ୍ୟ ଆମେ ଗ୍ରହଣ କରିବା ନାହିଁ। ଯଦି ନିଶା ଦ୍ରବ୍ୟ ଗ୍ରହଣ କରିବା ଆମର ମାଇଣ୍ଡଟା ଯେତେ ଠିକ୍ ଥିଲେ ମଧ୍ୟ ଖରାପ ହେଇଯିବ, ଆଗକୁ ଯାଇପାରବା ନାହିଁ। ପିଲା ଛୁଆ ଆମକୁ ଦେଖିକରି ସେ ବାଟରେ ଆଗ ଯିବେ, ସେ କଥା ଶୁଣିକରି ଆଗ ଯିବେ। ସେଥିପାଇଁ କର୍ମ ହିଁ ଗୋଟେ ଆମେ ଭଲ କର୍ମ କରିବା, ପିଲାମାନଙ୍କୁ ଆଗକୁ ନେବା ପାଇଁ ବୋଲି କହିଲେ ଆମେ ନିଶା ଦ୍ରବ୍ୟ ଖାଇବାର ନାହିଁ। ନିଶା ଦ୍ରବ୍ୟ ହେଉଛି ସେ ଆଗର କାଳର ଲୋକ ସଲଭ କରିଥିଲା ବୋଲି ଖାଇକରି ଦିନ ରାତି ରହି 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 ରହିକରି ଆମକୁ ଏ ଜାଗାରେ ପାଠ ସାଠ ପଢ଼ାଇ ପାରିଲେ ନାହିଁ। ସେଥିପାଇଁ